ଚାଲନ୍ତୁ ସମବୃତ୍ତୀୟ ଗତି ଉପରେ ଦୁଇଟି ପ୍ରଶ୍ନର ସମାଧାନ କରିବା। ତେବେ ପ୍ରଥମ ପ୍ରଶ୍ନଟି ହେଉଛି ବିନାୟକ ଏକ 7 କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତାକାର ପଥରେ ସମବୃତ୍ତୀୟ ଗତିରେ ଗାଡ଼ି ଚଲାଏ। ଯଦି ବୃତ୍ତାକାର ପଥରେ ଥରେ ବୁଲିବାକୁ 2 ଘଣ୍ଟା ସମୟ ଲାଗେ ତେବେ ବିନାୟକର ଗତି ନିରୂପଣ କର। ତ ଆମକୁ ଏଠାରେ ବିନାୟକର ଗତି ନିରୂପଣ କରିବାକୁ କହିଛି। ତ କ'ଣ ଦେଇଛି ଆମକୁ ଯେ ବିନାୟକ ଏକ ବୃତ୍ତାକାର ପଥରେ ବୁଲୁଛନ୍ତି ଏବଂ ସେ ବୃତ୍ତାକାର ପଥର ବ୍ୟାସାର୍ଦ୍ଧ ହେଉଛି 7 କିଲୋମିଟର। ତ ଚାଲନ୍ତୁ ଡାଇଗ୍ରାମଟିକୁ ଡ୍ର କରିବା ବା ଚିତ୍ରଟିକୁ ଅଙ୍କନ କରିବା। ତ ଏହା ହେଉଛି ବୃତ୍ତାକାର ପଥ ଯେଉଁଠି ବିନାୟକ ତାଙ୍କ କାରଟିକୁ ଚଲାଉଛନ୍ତି ଏବଂ ଏହାର ବ୍ୟାସାର୍ଦ୍ଧ ବା ରାଡ଼ିୟସ୍ ଦିଆହେଉଛି 7 କିଲୋମିଟର। ଆଉ କ'ଣ ଦିଆହେଇଛି ଯେ ସେ ସମବୃତ୍ତୀୟ ଗତିରେ ଗାଡ଼ି ଚଲାଉଛନ୍ତି। ଯେହେତୁ ସମବୃତ୍ତୀୟ ଗତି ତେଣୁକରି ମୁଁ କହିପାରିବି ଯେ ବେଗ ଏଠାରେ କନଷ୍ଟାଣ୍ଟ ରହିବ ବା ସେ ସମ ବେଗରେ ଗତି କରୁଛନ୍ତି। ଯେହେତୁ ସମ ବେଗରେ ଗତି କରୁଛନ୍ତି ତେଣୁକରି ମୁଁ ବେଗ ଇଜିକାଲ୍ସ ଟୁ ଦୂରତା ବା ସମୟ ସୂତ୍ରଟିକୁ ବ୍ୟବହାର କରିପାରିବି। ତେବେ ଏଠାରେ ଦୂରତା କେତେ ହେବ? ଦୂରତା ହେବ ବୃତ୍ତାକାର ପଥର ପରିଧି ଯାହାକି ହେଉଛି 2π × r। ତେବେ r କ'ଣ? r ହେଉଛି ବୃତ୍ତାକାର ପଥର ବ୍ୟାସାର୍ଦ୍ଧ ବା ରାଡ଼ିୟସ୍ ବାଏ ସମୟ କେତେ ଦେଇଛି? ସମୟ ଦେଇଛି 2 ଘଣ୍ଟା ବା 2 ଆୱାର। ବର୍ତ୍ତମାନ ଚାଲନ୍ତୁ r ଜାଗାରେ ତାର ଭ୍ୟାଲୁ ରଖିବା। ତେବେ r କେତେ ଦେଇଛି ବା ବ୍ୟାସାର୍ଦ୍ଧ କେତେ ଦେଇଛି? 7 କିଲୋମିଟର। ତେଣୁକରି 2 × π କେତେ ଦିଆହେଇଛି ଆମକୁ ପ୍ରଶ୍ନରେ? 22/7 22/7 × r ହୋଇଗଲା 7 କିଲୋମିଟର ବାଏ ସମୟ କେତେ? 2 ଆୱାର। ବର୍ତ୍ତମାନ 7 ଏବଂ 7 କ୍ୟାନସେଲ୍ ହୋଇଯିବେ, ପରସ୍ପରକୁ କ୍ୟାନସେଲ୍ କରିଦେବେ ଏବଂ 2 ଓ 2 ମଧ୍ୟ ପରସ୍ପରକୁ କ୍ୟାନସେଲ୍ କରିଦେବେ। ତ ଆମକୁ କ'ଣ ମିଳିଗଲା? ଆମକୁ ମିଳିଗଲା ଯେ ବିନାୟକର ବେଗ ହେଉଛି 22 km/h। ତେଣୁକରି ବିନାୟକ ଏହି ବୃତ୍ତାକାର ପଥରେ 22 km/h ଗତିରେ ଗତି କରୁଛନ୍ତି। ଏବେ ଚାଲନ୍ତୁ ଦ୍ୱିତୀୟ ପ୍ରଶ୍ନଟିକୁ ଦେଖିବା। ତେବେ ଦ୍ୱିତୀୟ ପ୍ରଶ୍ନଟି ହେଉଛି ଗୋଟେ ପିମ୍ପୁଡ଼ି 11 m/s ସମବୃତ୍ତୀୟ ଗତିରେ ଏକ ବୃତ୍ତାକାର ପଥରେ ଯାତ୍ରା କରୁଛି। ଯଦି ବୃତ୍ତାକାର ପଥର ବ୍ୟାସାର୍ଦ୍ଧ 21 ମିଟର ହୋଇଥାଏ ତେବେ ବୃତ୍ତାକାର ପଥର ଅଧା ଅତିକ୍ରମ କରିବାକୁ ପିମ୍ପୁଡ଼ିଟିକୁ କେତେ ସମୟ ଲାଗିବ? ଏ ପ୍ରଶ୍ନଟି ମଧ୍ୟ ସେହି ପ୍ରଶ୍ନ ଭଳି ଅଳ୍ପ କିଛି ଏଥିରେ ପରିବର୍ତ୍ତନ ରହିଛି ଯେ ଆମକୁ ଏଥର ଅଧା କେତେ ଅତିକ୍ରମ କରିବାକୁ ସମୟ କେତେ ଲାଗିବ ଆମକୁ ପଚାରିଛି। ତେବେ ଚାଲନ୍ତୁ ଚିତ୍ରଟି ଅଙ୍କନ କରିବା ତାକି ପ୍ରଶ୍ନଟିକୁ ସଲ୍ଭ କରିବାକୁ ବା ସମାଧାନ କରିବାକୁ ଆମକୁ ସହଜ ହେବ। ତେବେ ଏଠାରେ ଏଇଟାକୁ ପିମ୍ପୁଡ଼ି ବୋଲି ଭାବିଦିଅ। ମୁଁ ପୂର୍ବ ପ୍ରଶ୍ନର ଚିତ୍ରଟିକୁ ଏଠାରେ ବ୍ୟବହାର କରୁଛି ଏବଂ ତୁମେ ଏଇଟାକୁ ପିମ୍ପୁଡ଼ି ବୋଲି ଭାବିଦିଅ। ଏବଂ এই ବୃତ୍ତାକାର ପଥରେ ଯେଉଁ ବୃତ୍ତାକାର ପଥରେ ପିମ୍ପୁଡ଼ିଟି ବୁଲୁଛି ତାର ବ୍ୟାସାର୍ଦ୍ଧ କେତେ ଦେଇଛି? 21 ମିଟର। ଏବଂ ଏଠାରେ ଆମକୁ ଦିଆଯାଇଛି ଯେ ସମବୃତ୍ତୀୟ ଗତିରେ ଗତି କରୁଛି। ଯେହେତୁ ସମବୃତ୍ତୀୟ ଗତିରେ ଗତି କରୁଛି ତା ମାନେ ତାର ବେଗ ପୁଣି କ'ଣ? କନଷ୍ଟାଣ୍ଟ ବା ସମ ବେଗରେ ଗତି କରୁଛି। ତେଣୁକରି ଆଉ କ'ଣ ଦିଆହୋଇଛି? ଏଠାରେ ଦିଆହୋଇଛି ବେଗ ଦିଆହୋଇଛି ଆମକୁ। ବେଗ ଦିଆହୋଇଛି କ'ଣ? 11 m/s। ଏବଂ ପଚାରିଛି କ'ଣ? ଯେ ସମୟ ପୁରା ଅତିକ୍ରମ କରିବାକୁ ନୁହଁ, ଥରେ ପୁରା ବୁଲିବାକୁ ନୁହଁ, ଅଧା ପଥ ଅତିକ୍ରମ କରିବାକୁ, ଏ ବୃତ୍ତୀୟ ପଥର ଅଧା ଅତିକ୍ରମ କରିବାକୁ କେତେ ସମୟ ଲାଗିବ ସେ ଆମକୁ ପଚାରୁଛି। ଯେହେତୁ ସମ ବେଗରେ ପିମ୍ପୁଡ଼ିଟି ଗତି କରୁଛି ତ ଏଠାରେ ଆମେ ବେଗ ଇଜିକାଲ୍ସ ଟୁ ଦୂରତା ବାଏ ସମୟ ବ୍ୟବହାର କରିପାରିବା। ଏଥିରେ ମୁଁ ପାଇଯିବି ସମୟ ଇଜିକାଲ୍ସ ଟୁ ଦୂରତା ବାଏ ବେଗ। ତେବେ ଦୂରତା କେତେ ହେବ? ପୂର୍ବ ପ୍ରଶ୍ନରେ ପୁରା ବୁଲି ପରିଧିଟିକୁ ପୁରା ବୁଲିଥିଲା ଏବଂ ଆମେ ଜାଣିଛନ୍ତି ପରିଧି ହେଉଛି 2πr। ଏଠି କେତେ ବୁଲୁଛି? ଏଠି ଅଧା ବୁଲୁଛି। ତେଣୁକରି କେତେ ହୋଇଯିବ? πr। ତେଣୁକରି ଦୂରତା ହୋଇଯିବ π × r। r କ'ଣ? ବ୍ୟାସାର୍ଦ୍ଧ ବା ରାଡ଼ିୟସ୍ ବାଏ ବେଗ। ବେଗ କେତେ ଦିଆହୋଇଛି? ବେଗ ଦିଆହୋଇଛି 11 m/s। ତାହାକୁ ମଧ୍ୟ ବେଗ ଜାଗାରେ ରଖିଦେବା। ତେବେ ବର୍ତ୍ତମାନ π ଏବଂ r ର ଭ୍ୟାଲୁ ପକାଇବା। π କେତେ? ଆମେ ଜାଣିଛନ୍ତି 22/7। ମୁଁ ଏଠାରେ ସମୟ ଜାଗାରେ ଟି ଲେଖିଦେଇଛି କାହିଁକିନା ସମୟକୁ ଇଂରାଜୀରେ ଟାଇମ୍ କୁହନ୍ତି। ଏବଂ π ଜାଗାରେ କେତେ ରଖିଦେଲି? 22/7 × r ବ୍ୟାସାର୍ଦ୍ଧ ହେଉଛି 21 ମିଟର। ତ 22/7 × 21 ମିଟର ବାଏ କେତେ? 11 m/s। ବର୍ତ୍ତମାନ 7 କାଟିଦେବ 21 କେତେରେ? 3ରେ। ତ ଆମକୁ କ'ଣ ମିଳିଗଲା?
22 into 3 meter by 11 meter per second 22 into 3 meter by 11 meter per second ବର୍ତ୍ତମାନ ଏହି 11 by 11 22 କୁ 2 ରେ କାଟିଦେବ ଏବଂ ଏ ମିଟରକୁ ମଧ୍ୟ କ୍ୟାନସେଲ କରିଦେବ। ତ ଆମକୁ କ'ଣ ମିଳିଗଲା ଯେ ଏହି ବୃତ୍ତାକାର ପଥର ଅଧା ଅତିକ୍ରମ କରିବାକୁ ପିମ୍ପୁଡ଼ିଟିକୁ 2 ଗୁଣନ 3 6 ସେକେଣ୍ଡ ସମୟ ଲାଗିବ।